ମାନେ ତମମାନଙ୍କୁ ପୁଣି ଆଉ ଗୋଟେ ନୂଆ ବିଷୟକୁ ସ୍ୱାଗତ ଜଣାଉଛି। ଆଜି ଆମେ ଯାହା ବିଷୟରେ ଆଲୋଚନା କରିବା ପିଲାମାନେ, ତୁମର ପରୀକ୍ଷା ଦୃଷ୍ଟିରୁ ଏଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଏହା ଏ ବର୍ଷ ତୁମର ବାର୍ଷିକ ପରୀକ୍ଷାରେ ପିଲାମାନେ ନିଶ୍ଚୟ ଆସିବ ଏବଂ ଆଜିର ଟପିକଟି ହେଉଛି ମୋଗଲମାନଙ୍କର ଚିତ୍ରକଳା। ପିଲାମାନେ ତୁମର ପରୀକ୍ଷାରେ ଏଥର ଏହା ନିଶ୍ଚୟ ଆସିବ ଆଉ ଏହା ହେଉଛି 3 ମାର୍କର ପ୍ରଶ୍ନ ଆସିବ। ମୋଗଲମାନଙ୍କ ଚିତ୍ରକଳା। ପିଲାମାନେ ମୋଗଲମାନଙ୍କର ଚିତ୍ରକଳା ପାରସ୍ୟରେ ହିଁ ଆରମ୍ଭ ହୋଇଥିଲା। ପାରସ୍ୟ କହିଲେ ପିଲାମାନେ ଇରାକକୁ ବୁଝାଏ, ତା ସହିତ ଇରାନକୁ ବୁଝାଏ। ତ ଏହି ମୋଗଲମାନଙ୍କର ଚିତ୍ରକଳା ପାରସ୍ୟରେ ଆରମ୍ଭ ହୋଇଥିଲା ବା ଇରାକ ଇରାନରେ ଆରମ୍ଭ ହୋଇଥିଲା। ତାପରେ ଧୀରେ ଧୀରେ ସେହି ଚିତ୍ରକଳା ଭାରତରେ ପ୍ରବେଶ କଲା ଯେତେବେଳେ ମୋଗଲ ଶାସକମାନେ ଭାରତରେ ଆସିକି ଶାସନ କରିବା ଆରମ୍ଭ କଲେ ଏବଂ ଭାରତରେ ଏହି ପାରସ୍ୟର ଚିତ୍ରକଳା ବା ମୋଗଲମାନଙ୍କର ଚିତ୍ରକଳା ବିକଶିତ ହେଲା। କାହିଁକି ବିକଶିତ ହେଲା ପିଲାମାନେ? ଏହି ମୋଗଲ ଶାସକମାନେ ଏହି ଚିତ୍ରକଳାକୁ ପୃଷ୍ଠପୋଷକତା କରିଥିଲେ, ତେଣୁକରି ଭାରତରେ ଏହି ଚିତ୍ରକଳା ବିକଶିତ ହେଲା। ଏଠି ଯେଉଁ ଫଟୋ ଚିତ୍ରଟି ଦେଖୁଛ ପିଲାମାନେ, ଏହି ଫଟୋ ଚିତ୍ରଟି ହେଉଛି ମୋଗଲମାନଙ୍କର ଚିତ୍ରକଳାର ଏକ ଫଟୋ ଚିତ୍ର। ବାବରଙ୍କ ସମୟର ଚିତ୍ରକଳା। ବାବର ଚିତ୍ରକଳାର ଉନ୍ମେଷକାରୀ ଥିଲେ। ସେ ପରଗଣାର ଚିତ୍ରକଳାକୁ ଭାରତକୁ ଆଣିଥିଲେ। ବାବର ପ୍ରକୃତି ପ୍ରେମୀ ଥିଲେ, ତେଣୁକରି ବାବର କ'ଣ କରୁଥିଲେ? ପ୍ରକୃତି ସମ୍ବନ୍ଧୀୟ ସମସ୍ତ ଚିତ୍ର ତାଙ୍କ ରାଜଦରବାରରେ ତିଆରି କରୁଥିଲେ ଏବଂ ବାବରଙ୍କର ପ୍ରିୟ ଚିତ୍ରଗୁଡ଼ିକ ଥିଲା ବିଭିନ୍ନ ପ୍ରକାର ଫୁଲର ଚିତ୍ର, ତା ସହିତ ଝରଣାର ଚିତ୍ର ଏବଂ ଫଳ ବିମଣ୍ଡିତ ବୃକ୍ଷର ଚିତ୍ର। ଏହା ଥିଲା ବାବରଙ୍କର ଅତି ପ୍ରିୟ ଫଟୋ ଚିତ୍ର। ଏଠି ଯେଉଁ ଫଟୋ ଚିତ୍ରଟି ଦିଆହେଇଛି ପିଲାମାନେ, ଏହା ହେଉଛି ବାବରଙ୍କ ସମୟରେ ତିଆରି କରାଯାଇଥିବା ଏକ ଫଟୋ ଚିତ୍ରର। ହୁମାୟୁନଙ୍କ ସମୟର ଚିତ୍ରକଳା। ହୁମାୟୁନ ଚିତ୍ରକଳାକୁ ପୃଷ୍ଠପୋଷକତା କରିଥିଲେ, ତେଣୁକରି ହୁମାୟୁନଙ୍କ ସମୟରେ ବି ଚିତ୍ରକଳାର ଉନ୍ନତି ହୋଇଥିଲା। ହୁମାୟୁନ ତାଙ୍କ ଜୀବନରେ ଗୋଟିଏ ମୁଖ୍ୟ କାର୍ଯ୍ୟ କରିଥିଲେ ଚିତ୍ରକଳାର ଉନ୍ନତି ପାଇଁ। ତାହା ହେଲା ପାରସ୍ୟରୁ 2 ଜଣ ଚିତ୍ରକରକୁ ସେ ଭାରତକୁ ଆଣିଥିଲେ ଚିତ୍ରକଳାର ଉନ୍ନତି ପାଇଁ। ସେ ପାରସ୍ୟର ଯେଉଁ 2 ଜଣ ଚିତ୍ରକରକୁ ଭାରତକୁ ଆଣିଥିଲେ ତାଙ୍କର ନାମ ହେଲା ମୀର ସୈୟଦ ଅଲି ଏବଂ ଖ୍ୱାଜା ଅବଦୁସ ସାମତ। ଏବଂ ଏହି ମୀର ସୈୟଦ ଅଲି ଏବଂ ଖ୍ୱାଜା ଅବଦୁସ ସାମତ ଗୋଟିଏ ପୁସ୍ତକ ରଚନା କଲେ। ସେହି ପୁସ୍ତକର ନାମ ହେଲା ଦସ୍ତାନ-ଏ ଅମୀର ହମଜାହ ଏବଂ ଏହି ପୁସ୍ତକକୁ ମୀର ସୈୟଦ ଅଲି ଏବଂ ଖ୍ୱାଜା ଅବଦୁସ ସାମତ ସଚିତ୍ର ଚିତ୍ର ସହିତ ସେହି ପୁସ୍ତକକୁ ସେମାନେ 12 ଖଣ୍ଡରେ ପ୍ରକାଶିତ କରିଥିଲେ। ଏଠି ଯେଉଁ ଫଟୋ ଚିତ୍ରଟି ଦେଖୁଛ ପିଲାମାନେ, ଏହି ଫଟୋ ଚିତ୍ରଟି ହେଉଛି ହୁମାୟୁନଙ୍କର ଫଟୋ ଚିତ୍ର ଏବଂ ଏହି ଫଟୋ ଚିତ୍ରଟି ହୁମାୟୁନଙ୍କ ଶାସନ ସମୟରେ ତିଆରି କରାଯାଇଥିବା ଏକ ହୁମାୟୁନଙ୍କର ଚିତ୍ରକଳା ଅଟେ। ଆକବରଙ୍କ ସମୟର ଚିତ୍ରକଳା। ଆକବର ମଧ୍ୟ ଚିତ୍ରକଳାକୁ ପୃଷ୍ଠପୋଷକତା କରିଥିଲେ, ତେଣୁକରି ଆକବରଙ୍କ ସମୟରେ ଚିତ୍ରକଳାର ମଧ୍ୟ ଉନ୍ନତି ହୋଇଥିଲା। ଅବୁଲ ଫଜଲ ଯିଏକି ଆକବରଙ୍କ ରାଜଦରବାରରେ ଥିଲେ, ସେ ଆଇନ-ଏ ଆକବରୀ ରଚନା କରିଥିଲେ ଏବଂ ଆଇନ-ଏ ଆକବରୀରେ ସେ ବର୍ଣ୍ଣନା କରିଛନ୍ତି ଆକବର ନିଜେ ଚିତ୍ରାଙ୍କନ ପ୍ରତିଯୋଗିତା କରାଉଥିଲେ ତାଙ୍କ ରାଜଦରବାରରେ ଏବଂ ଯେଉଁମାନେ ବିଜେତା ହେଉଥିଲେ ସେମାନଙ୍କୁ ଶେଷରେ ପୁରସ୍କୃତ କରୁଥିବା କଥା ମଧ୍ୟ ଅବୁଲ ଫଜଲ ତାଙ୍କର ଆଇନ-ଏ ଆକବରୀ ପୁସ୍ତକରେ ବର୍ଣ୍ଣନା କରିଛନ୍ତି। ସେହି ସମୟରେ ହିନ୍ଦୁ ଚିତ୍ରକରମାନେ ଥିଲେ ଦଶବନ୍ଧ, ବସବାନ, ସନୱାଲ ଦାସ, ତାରାଚାନ୍ଦ, ଜଗନ୍ନାଥ, କେଶୁ, ମୁକୁନ୍ଦ, ରାମ, ହରିବଂଶ ଏବଂ ଆକବରଙ୍କ ରାଜଦରବାରରେ ବିମଣ୍ଡିତ କରିଥିବା ମୁସଲିମ ଚିତ୍ରକରମାନେ ଥିଲେ ସୈୟଦ ଅଲି, ଅବଦୁସ ସାମତ, ଫରୁଗ ବେଗ। ଏହି ହିନ୍ଦୁ ଚିତ୍ରକରମାନେ ଏବଂ ମୁସଲିମ ଚିତ୍ରକରମାନେ ଅନେକ ଗୁଡ଼ିଏ ଘଟଣାବଳୀକୁ ସଚିତ୍ର ବର୍ଣ୍ଣନା କରିଥିଲେ ଆକବରଙ୍କ ଶାସନ ସମୟରେ। ଯେମିତିକି ପିଲାମାନେ ଆଇନ-ଏ ଆକବରୀକୁ ସଚିତ୍ର ବର୍ଣ୍ଣନା କରିଥିଲେ, ରଜମାନାମାକୁ ବର୍ଣ୍ଣନା କରିଥିଲେ, ଆୟରଦାନିସ, ନଳ ଦମୟନ୍ତୀ, କାଳୀୟ ଦଳନ, ରାମାୟଣ ଇତ୍ୟାଦିକୁ ଆକବରଙ୍କ ସମୟରେ ଥିବା ହିନ୍ଦୁ ଚିତ୍ରକର ଏବଂ ମୁସଲିମ ଚିତ୍ରକରମାନେ ସଚିତ୍ର ବର୍ଣ୍ଣନା କରିଥିଲେ। ଆହୁରି ଅନେକ ଗୁଡ଼ିଏ କାହାଣୀକୁ ମଧ୍ୟ ସେମାନେ ସଚିତ୍ର ବର୍ଣ୍ଣନା କରିଥିଲେ, ଯେମିତିକି ଜୈନ ଧର୍ମର କାହାଣୀ ଗୁଡ଼ିକ, ବୌଦ୍ଧ ଧର୍ମର କାହାଣୀ ଗୁଡ଼ିକ,
ଖ୍ରୀଷ୍ଟ ଧର୍ମର କାହାଣୀ ଗୁଡ଼ିକ, ତା ସହିତ ସେହି ସମୟରେ ଲୋକମାନଙ୍କର ଯେଉଁ ସମସାମୟିକ ଜୀବନଚର୍ଯ୍ୟା ଥିଲା ତାହାକୁ ମଧ୍ୟ ସେମାନେ ସଚିତ୍ର ବର୍ଣ୍ଣନା କରିଥିଲେ। ଆକବର ତାଙ୍କର ଗୋଟେ ମୁଖ୍ୟ କାର୍ଯ୍ୟ ହେଲା ସେ ଗ୍ରନ୍ଥାଳୟ ନିର୍ମାଣ କରିଥିଲେ। ସେ ଗ୍ରନ୍ଥାଳୟ ନିର୍ମାଣ କରିଥିଲେ ପୁସ୍ତକ ଏବଂ ପାଣ୍ଡୁଲିପିକୁ ସାଇତି ରଖିବା ପାଇଁ। ତା ସହିତ ଆକବର ଆହୁରି ତସବିର ଖାନା ମଧ୍ୟ ତିଆରି କରିଥିଲେ। ତସବିର ଖାନା ମାନେ ପିଲାମାନେ ଯେଉଁଠି ତସବିର ତିଆରି କରାଯାଏ ବା ଚିତ୍ରକଳା ଯେଉଁ ଜାଗାରେ ତିଆରି କରାଯାଉଥାଏ ଏବଂ ତାହାକୁ ଯେଉଁ ଜାଗାରେ ସାଇତି କରି ରଖାଯାଏ ତାକୁ କୁହାଯାଏ ତସବିର ଖାନା। ଆକବର କିନ୍ତୁ ସବୁଠୁ ବଡ଼ କଥା ହେଲା ଆକବର ନିରକ୍ଷର ଥିଲେ। ସେ ବିଲକୁଲ ବି ପାଠ ପଢ଼ିନଥିଲେ, ତଥାପି ସେ ଗ୍ରନ୍ଥାଳୟ ନିର୍ମାଣ କରିଥିଲେ, ତସବିର ଖାନା ନିର୍ମାଣ କରିଥିଲେ। କେତେ ବହୁତ ବଡ଼ କଥା ପିଲାମାନେ। ଆକବର ଆହୁରି ତାଙ୍କୁ କୁହାଯାଏ ସେ ଚିତ୍ରକଳା ଏବଂ ବିଦ୍ୟାନୁରାଗରେ ମହାନ ଥିଲେ ବୋଲିକି। ସେ ପାଠ ନ ପଢ଼ିଥିଲେ ବି ସେ ଚିତ୍ରକଳା ଏବଂ ବିଦ୍ୟାନୁରାଗରେ ମହାନ ଥିଲେ ବୋଲିକି। ଏଠି ଯେଉଁ ଫଟୋ ଚିତ୍ରଟି ଦେଖୁଛ ପିଲାମାନେ, ଦେଖିପାରୁଥିବ ଦିୱାନେ ଖାସରେ ହିଁ ଆକବର ବସିଛନ୍ତି ତାଙ୍କର ମୟୂର ସିଂହାସନରେ। ଏହି ଚିତ୍ରକଳାଟି ତିଆରି କରାଯାଇଥିଲା ସେହି ଆକବରଙ୍କ ଶାସନ ସମୟରେ। ଜାହାଙ୍ଗୀରଙ୍କ ସମୟର ଚିତ୍ରକଳା। ଜାହାଙ୍ଗୀର ବାଲ୍ୟକାଳରୁ ଚିତ୍ରକଳା ଶିକ୍ଷା ଲାଭ କରିଥିଲେ। ଜାହାଙ୍ଗୀର ନାମାରେ ସେ ନିଜକୁ ନିଜେ ଜଣେ ଚିତ୍ରଶିଳ୍ପୀ ରୂପେ ବର୍ଣ୍ଣନା କରିଛନ୍ତି ଏବଂ ଜାହାଙ୍ଗୀର ନାମା ଜାହାଙ୍ଗୀରଙ୍କର ଆତ୍ମଜୀବନୀ ଅଟେ ଏବଂ ସେହି ଜାହାଙ୍ଗୀର ନାମାକୁ ଜାହାଙ୍ଗୀର ନିଜେ ହିଁ ରଚନା କରିଛନ୍ତି। ଜାହାଙ୍ଗୀର ପ୍ରାକୃତିକ ଚିତ୍ର ତଥା ଦରବାରୀ ଚିତ୍ର ଗୁଡ଼ିକ ତିଆରି କରୁଥିଲେ ତାଙ୍କର ଶାସନ ସମୟରେ। ଇଂଲଣ୍ଡର ରାଷ୍ଟ୍ରଦୂତ ସାର୍ ଟମାସରୋ ଭ୍ରମଣରେ ଆସିଥିଲେ ଜାହାଙ୍ଗୀରଙ୍କର ରାଜଦରବାରରେ ଏବଂ ଜାହାଙ୍ଗୀରକୁ ସେ ଗୋଟେ ଚିତ୍ରକଳା ଉପହାର ଦେଇଥିଲେ ଏବଂ ଜାହାଙ୍ଗୀର ସାର୍ ଟମାସରୋକୁ ସନ୍ଧ୍ୟା ସମୟରେ ଉପସ୍ଥିତ ହେବା ପାଇଁ ତାଙ୍କୁ ଅନୁରୋଧ କରିଥିଲେ ଏବଂ ସାର୍ ଟମାସରୋ ରାତ୍ରି ସମୟରେ ଜାହାଙ୍ଗୀରଙ୍କର ରାଜଦରବାରରେ ଉପସ୍ଥିତ ହୋଇଥିଲେ ଏବଂ ସେହି ସମୟରେ ଜାହାଙ୍ଗୀର ସାର୍ ଟମାସରୋ ଦେଇଥିବା ଚିତ୍ରକୁ ମିଶାଇ 6ଟି ଅବିକଳ ଚିତ୍ର ସାର୍ ଟମାସରୋକୁ ଦେଲେ। ସାର୍ ଟମାସରୋ ଜାଣିପାରିଲେ ନାହିଁ ତାଙ୍କର ଚିତ୍ର କେଉଁଟି ଥିଲା। ସେହି ସମୟରେ ବା ଜାହାଙ୍ଗୀରଙ୍କ ଶାସନ ସମୟରେ ଶ୍ରେଷ୍ଠ ଚିତ୍ରଶିଳ୍ପୀ ଥିଲେ ଅବୁଲ ହସନ। ଅବୁଲ ହସନକୁ ଜାହାଙ୍ଗୀର ଗୋଟିଏ ଉପାଧି ପ୍ରଦାନ କରିଥିଲେ। ସେହି ଉପାଧିଟି ହେଲା ନଦିର ଉଜ୍ ଜମାନ। ଜାହାଙ୍ଗୀରଙ୍କ ଶାସନ ସମୟରେ ଅନେକ ଗୁଡ଼ିଏ ହିନ୍ଦୁ ଚିତ୍ରଶିଳ୍ପୀ ଥିଲେ, ଯେମିତିକି ବିଷମ ଦାସ, ମନୋହର, ମାଧବ, ତୁଳସୀ, ଗୋବର୍ଦ୍ଧନ। ଏମାନେ ଥିଲେ ସମସ୍ତେ ହିନ୍ଦୁ ଚିତ୍ରଶିଳ୍ପୀ ଯେଉଁମାନେ କି ଜାହାଙ୍ଗୀରଙ୍କର ରାଜଦରବାରରେ ରହିକି ଚିତ୍ରକଳାର ଉନ୍ନତି କରାଉଥିଲେ। ସେମିତି ଜାହାଙ୍ଗୀରଙ୍କ ରାଜଦରବାରରେ ଥିଲେ ମୁସଲିମ ଚିତ୍ରଶିଳ୍ପୀମାନେ କିଏ ଥିଲେ ପିଲାମାନେ ଦେଖ, ଅବୁଲ ହସନ, ମନସୁର, ଆଗା ରିଜା ଅର ଆଗା ରିଜ, ମହମ୍ମଦ ନାଦିର, ମୁରାଦ ଇତ୍ୟାଦି। ସବୁଠୁ ବଡ଼ କଥା ହେଲା ପିଲାମାନେ, ଯାହା ବି ମୋଗଲ ଶାସକମାନେ ଭାରତରେ ଶାସନ କରିଯାଇଛନ୍ତି, ଚିତ୍ରକଳା ବା ମୋଗଲ ଚିତ୍ରକଳା ଚରମ ସୀମାରେ ଉପନୀତ ହୋଇଥିଲା ବା ଚରମ ସୀମାରେ ପହଞ୍ଚି ପାରିଥିଲା ଏହି ଜାହାଙ୍ଗୀରଙ୍କ ଶାସନ ସମୟରେ। ଶାହାଜାହାନଙ୍କ ସମୟର ଚିତ୍ରକଳା। ଶାହାଜାହାନଙ୍କ ସମୟରେ ଚିତ୍ରକଳାର ମାନ ହ୍ରାସ ହୋଇଥିଲା। ଶାହାଜାହାନଙ୍କୁ ପସନ୍ଦ ଲାଗୁଥିଲା ଚିତ୍ର ଦରବାରୀ ଚିତ୍ର। ଯେଉଁ ଚିତ୍ର ଗୁଡ଼ିକ ଦରବାରୀ ଚିତ୍ର ହୋଇଥିଲା ସେହି ପ୍ରକାର ଚିତ୍ରକୁ ଶାହାଜାହାନ ପସନ୍ଦ କରୁଥିଲେ। ଶାହାଜାହାନଙ୍କ ସମୟରେ ପ୍ରସିଦ୍ଧ ଚିତ୍ର ଥିଲା ଅସଫ ଖାଁଙ୍କ ପ୍ରାସାଦର ଚିତ୍ର ଏବଂ ୱାଜିର ଖାଁଙ୍କ ମସଜିଦର ଚିତ୍ର। ସେହି ସମୟରେ ବା ଶାହାଜାହାନଙ୍କ ସମୟରେ ମୁଖ୍ୟ ଚିତ୍ରଶିଳ୍ପୀ ଥିଲେ ମହମ୍ମଦ ନାଦିର, ମୀର ହସନ, ଅନୁପ ଚିତ୍ର ଏବଂ ଚିତ୍ରମଣି। ଏମାନେ ଥିଲେ ମୁଖ୍ୟ ଚିତ୍ରଶିଳ୍ପୀ ଗୁଡ଼ିକ ଶାହାଜାହାନଙ୍କ ଶାସନ ସମୟରେ। ଶାହାଜାହାନଙ୍କ ଶାସନ ସମୟରେ ହିଁ ଚିତ୍ରକଳାର ଅବନତି ହୋଇଥିଲା। ତାଙ୍କ ପରେ ସମ୍ପୂର୍ଣ୍ଣ ରୂପେ ପତନ ହେବାଟା ଆରମ୍ଭ ହୋଇଯାଇଥିଲା ଚିତ୍ରକଳା। ପୁତ୍ର ଦାରା ଶିଖୋ ସଚିତ୍ର ଆଲବମ୍ ଉପହାର କରିଥିଲେ ନାଦିରା ବେଗମକୁ। ଏଠି ଯେଉଁ ଫଟୋ ଚିତ୍ର ଦେଖୁଛ ପିଲାମାନେ, ଏହି ଫଟୋ ଚିତ୍ରଟି ଶାହାଜାହାନଙ୍କ ଶାସନ ସମୟର ଫଟୋ ଚିତ୍ର ଏବଂ ଏହି ଫଟୋ ଚିତ୍ରରେ ସେ ତାଙ୍କର ଦରବାରରେ ବସିଥିବା ଫଟୋ ଚିତ୍ରଟି ଦର୍ଶାଇ ଦିଆଯାଇଛି ଏବଂ ଶାହାଜାହାନ ମଧ୍ୟ ପସନ୍ଦ କରୁଥିଲେ ଦରବାରୀ ଫଟୋ ଚିତ୍ର। ଔରଙ୍ଗଜେବଙ୍କ ସମୟର ଚିତ୍ରକଳା। ଔରଙ୍ଗଜେବ ଧର୍ମାନ୍ଧ ଥିଲେ। ସେ ଧର୍ମକୁ କେନ୍ଦ୍ର କରି ତାଙ୍କର ସମସ୍ତ କାର୍ଯ୍ୟ ଗୁଡ଼ିକ ସମାପନ କରୁଥିଲେ। ସେ ଚିତ୍ରକଳାକୁ କୋରାନ ବା ଇସଲାମ ଧର୍ମର ଧର୍ମଗ୍ରନ୍ଥ କୋରାନ ଅନୁସାରେ ବିରୋଧ କରୁଥିଲେ।
ସେ ବହୁତ ଗୁଡ଼ିଏ ଚିତ୍ରକଳାକୁ ନଷ୍ଟ କରିଦେଇଥିଲେ। ତାଙ୍କର ଶାସନ ସମୟରେ ଯେଉଁ ଆଖପାଖରେ ଯେଉଁ ଶାସନକର୍ତ୍ତାମାନେ ଥିଲେ ସେମାନେ ଚିତ୍ରକଳାକୁ ପ୍ରୋତ୍ସାହନ କରିଥିଲେ। ଯେମିତିକି ହାଇଦ୍ରାବାଦ, ମହୀଶୂର, ବଙ୍ଗ, ଲକ୍ଷ୍ନୌ, ଆହୁରି ହେଇପାରିବ ପିଲାମାନେ ପାଟନା ଇତ୍ୟାଦି ସ୍ଥାନରେ ଚିତ୍ରକଳାକୁ ପ୍ରାଦେଶିକ ଶାସନକର୍ତ୍ତାମାନେ ପ୍ରୋତ୍ସାହନ କରିଥିଲେ। ମୋଗଲ ଚିତ୍ରକଳାର ବୈଶିଷ୍ଟ୍ୟ। ପ୍ରଥମ ବୈଶିଷ୍ଟ୍ୟ ହେଲା ପିଲାମାନେ ଆକାର କ୍ଷୁଦ୍ର। ମୋଗଲ ଚିତ୍ରକରମାନେ ବା ମୋଗଲ ଶାସନ ସମୟରେ ଯେଉଁ ଚିତ୍ରକାର ଗୁଡ଼ିକ ଥିଲେ, ଯେଉଁ ଚିତ୍ର ଗୁଡ଼ିକ ଅଙ୍କନ କରୁଥିଲେ, ସେହି ଚିତ୍ର ଗୁଡ଼ିକ ଆକାର ଅତ୍ୟନ୍ତ କ୍ଷୁଦ୍ର ଥିଲା ପିଲାମାନେ। ସେକେଣ୍ଡ ବୈଶିଷ୍ଟ୍ୟ ହେଉଛି ପ୍ରକୃତ ଜୀବନର ଚିତ୍ର ଚିତ୍ରଣ। ଚିତ୍ରକାରମାନେ ସେହି ସମୟରେ ଯେଉଁ ଚିତ୍ର ଗୁଡ଼ିକ ତିଆରି କରୁଥିଲେ ପ୍ରକୃତ ଜୀବନର ଘଟଣା ଗୁଡ଼ିକ ଚିତ୍ର ମାଧ୍ୟମରେ ଆଙ୍କୁଥିଲେ ପିଲାମାନେ। ନେକ୍ସଟ, ସାଧାରଣ ଜନତାଙ୍କ ଚିତ୍ର ପ୍ରତିଫଳିତ ନଥିଲା। ମୋଗଲ ଶାସନ କାଳରେ ଯେଉଁ ଚିତ୍ରକଳା ଗୁଡ଼ିକ ତିଆରି କରାଯାଇଥିଲା ସେହି ଚିତ୍ରକଳାରେ ସାଧାରଣ ଜନତାଙ୍କର ଚିତ୍ର କୌଣସି ଚିତ୍ର ପ୍ରତିଫଳିତ ହୋଇନଥିଲା। ତାହେଲେ କାହାର ଚିତ୍ର ପ୍ରତିଫଳିତ ହେଉଥିଲା ପିଲାମାନେ? ନେକ୍ସଟ ପଏଣ୍ଟଟିକୁ ଦେଖ। ସାମନ୍ତବାଦୀ ସମାଜର ଚିତ୍ର ଦେଖିବାକୁ ମିଳିଥିଲା। ଯେଉଁ ସାମନ୍ତବାଦୀ ସମାଜର ଲୋକମାନେ ଥିଲେ ତାଙ୍କର ଜୀବନରେ ଯାହା ବି ଘଟଣା ଘଟୁଥିଲା ସେମାନେ ଯାହା ବି କରୁଥିଲେ ତାକୁ ଚିତ୍ର ଆକାରରେ ଚିତ୍ରକଳାରେ ସ୍ଥାନ ଦେଉଥିଲେ। କିନ୍ତୁ ସାଧାରଣ ଜନତାଙ୍କର ଚିତ୍ରକଳାରେ କୌଣସି ସ୍ଥାନ ନଥିଲା। ନେକ୍ସଟ, ମୋଗଲ ଚିତ୍ରକଳାର ବୈଶିଷ୍ଟ୍ୟ ହେଉଛି ପ୍ରତିକୃତି ଅଙ୍କନରେ ମନୋନିବେଶ। ପ୍ରତିକୃତି ଅଙ୍କନ କହିଲେ ପିଲାମାନେ ସମ୍ପୂର୍ଣ୍ଣ ରୂପେ ଗୋଟିଏ ଚିତ୍ରକୁ କପି କରିଦେବା। ଯେମିତିକି ଜଣେ ରାଜାଙ୍କର ପୋର୍ଟ୍ରେଟ୍ ତିଆରି କରିବା ବା ସେହି ରାଜାଙ୍କୁ ଅବିକଲ ହିଁ ସେମିତି ହିଁ ତାଙ୍କର ଚିତ୍ର ଆଙ୍କି ଦେବାଟାକୁ କୁହାଯାଉଛି। ପ୍ରତିକୃତି ଅଙ୍କନରେ ମନୋନିବେଶ, ସେମାନେ ପୁରା କପି କରିଦେଉଥିଲେ ପିଲାମାନେ। ନେକ୍ସଟ, ରଙ୍ଗର ବ୍ୟବହାର। ନାଲି, ନୀଳ, ସୁନେଲି ଇତ୍ୟାଦି ରଙ୍ଗ ସେମାନେ ବ୍ୟବହାର କରୁଥିଲେ ନିଜର ଚିତ୍ରକଳାରେ। ନେକ୍ସଟ, ମୋଗଲ ଚିତ୍ରକଳାର ବୈଶିଷ୍ଟ୍ୟ ହେଲା ପାରସିକ ଓ ଭାରତୀୟ କୌଶଳର ମିଳିତ ପ୍ରଭାବ। ଏ ଯେଉଁ ମୋଗଲ ଯୁଗରେ ଯେଉଁ ଚିତ୍ରକଳା ଉନ୍ନତି ହେଇଥିଲା ତାହା ପାରସିକ କଳା ଏବଂ ଭାରତୀୟ ଚିତ୍ରକଳା ମିଶିକି ହିଁ ଏହି ମୋଗଲ ଯୁଗରେ ଚିତ୍ରକଳାର ଉନ୍ନତି ହୋଇଥିଲା। ନେକ୍ସଟ, ସାଜସଜ୍ଜା କୌଶଳରେ ପ୍ରବୀଣ ଥିଲେ। ଏହି ମୋଗଲ ଯୁଗରେ ଯେଉଁ ଚିତ୍ରକଳା ଥିଲା ଏମାନେ ସାଜସଜ୍ଜା କରିବାରେ ଚିତ୍ରକୁ ସାଜସଜ୍ଜ କରିକି ସୁନ୍ଦର କରିବାରେ ଏମାନେ ବହୁତ ପ୍ରବୀଣ ଥିଲେ ବା ବହୁତ ଶିକ୍ଷିତ ଥିଲେ। ମୋଗଲମାନଙ୍କର ଚିତ୍ରକଳା ତୁମର ପରୀକ୍ଷା ଦୃଷ୍ଟିରୁ ପିଲାମାନେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ଏବଂ ଏ ବର୍ଷ ପରୀକ୍ଷାରେ ତୁମର ଏହି ପ୍ରଶ୍ନଟି 3 ମାର୍କର ଆସିବାର ବହୁତ ସମ୍ଭାବନା ଅଛି। ଯଦି ପରୀକ୍ଷାରେ ତୁମର ପ୍ରଶ୍ନ ଆସେ ମୋଗଲମାନଙ୍କ ଚିତ୍ରକଳା ବିଷୟରେ ବର୍ଣ୍ଣନା କର, ତାହେଲେ ତୁମେ ପିଲାମାନେ ବାବର ଠାରୁ ଆରମ୍ଭ କରିକି ଔରଙ୍ଗଜେବ ପର୍ଯ୍ୟନ୍ତ ତାଙ୍କର ସମୟରେ ହୋଇଥିବା ଚିତ୍ରକଳାର ଉନ୍ନତି ବିଷୟରେ ଲେଖିବ। ତା ସହିତ ମୋଗଲମାନଙ୍କର ଚିତ୍ରକଳାର ବୈଶିଷ୍ଟ୍ୟ ବି ଲେଖିଦେବ। ଯଦ୍ୱାରା କ'ଣ ହେବ ପିଲାମାନେ, ତୁମର ଉତ୍ତରଟି ସମ୍ପୂର୍ଣ୍ଣ ହୋଇଯିବ ଏବଂ କେହି ତୁମକୁ ଅଟକାଇ ପାରିବେନି। ଯଦି ତୁମର ପରୀକ୍ଷାରେ ପ୍ରଶ୍ନ ପଡ଼େ 3 ମାର୍କର, ତାହେଲେ 3 ମାର୍କ ପାଇବାରୁ। ଏତିକି ଆଜି ଥିଲା ପିଲାମାନେ ଆମର ବିଷୟବସ୍ତୁଟି। ଆଜି ଆମେ ଆଲୋଚନା କଲେ ମୋଗଲମାନଙ୍କର ଚିତ୍ରକଳା। ଏମିତି ଆହୁରି ପିଲାମାନେ ଗୋଟିଏ ପରେ ଗୋଟିଏ କରିକି ଆମେ ସମ୍ପୂର୍ଣ୍ଣ +2 ସେକେଣ୍ଡ ଇୟର ଆର୍ଟ୍ସ ହିଷ୍ଟ୍ରିର ସମ୍ପୂର୍ଣ୍ଣ ସବଜେକ୍ଟଟିକୁ କଭର କରିବା। ଯଦି ଭିଡ଼ିଓଟି ଭଲ ଲାଗିଥିବ ପିଲାମାନେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବ, ଭିଡ଼ିଓଟିକୁ ଲାଇକ୍ କରିଦେବ ଏବଂ ଯଦି ଆହୁରି କିଛି ପ୍ରୋବ୍ଲେମ୍ ଥାଏ ତାହେଲେ କମେଣ୍ଟ ବକ୍ସରେ କମେଣ୍ଟ କରିକି ଜଣାଇବ।